ଜୟ ଜଗନ୍ନାଥ ପିଲାମାନେ କାଲି ଯେମିତିକି ମୁଁ ଆର୍ଆଇ ଏଆର୍ଆଇ ଅମିନିର ପ୍ରିଲିମ୍ର ରେଜଲ୍ଟ ଭିଡ଼ିଓ ଆଣିଥିଲି କେବେ ରେଜଲ୍ଟ ଆସିବ, ମେନ୍ ଏକ୍ଜାମ୍ କେବେ ହେବ, କଟ ବିଷୟରେ ଆଲୋଚନା କରିଥିଲି। ବର୍ତ୍ତମାନ ଚାଲନ୍ତୁ ସେଇ ଯେଉଁ ଭିଡ଼ିଓ କାଲି ଛାଡ଼ା ହେଇଥିଲା ତାକୁ ନେଇ କିଛି ପିଲା କମେଣ୍ଟ କରିଛନ୍ତି, ସେ କମେଣ୍ଟକୁ ଆଜି ଆନାଲିସିସ୍ କରିବା। ଚାଲନ୍ତୁ ପ୍ରଥମ ଦେଖନ୍ତୁ, ଏଇଠି ମୁଁ ଲେଖିଛି ଆର୍ଆଇ ଏଆର୍ଆଇ ଅମିନର କଟ ଅଫ୍ ପ୍ରିଲିମ୍ ରେଜଲ୍ଟ ଆଉ ମେନ୍ ଏକ୍ଜାମ୍। ଠିକ୍ ଅଛି, ତିନିଟା ବିଷୟ ଆଲୋଚନା କରିବା କାଲିର କମେଣ୍ଟ ହିସାବରେ। ଠିକ୍ ଅଛି, ଦେଖ ଗୋଟାଏ ପିଲା ମୋତେ କମେଣ୍ଟ କରିଛି, ସାର୍ 50 କହୁଥିଲେ ଏବେ ଆସି 70ରେ ପହଞ୍ଚିଗଲି। ଦେଖ ମୁଁ ତୁମକୁ କହିଲି 50, ଏବେ ବି କହୁଛି 50। ଯଦି ଏସ୍ ଟି ପିଲା ଅଛ, ତୁମେ ଏସ୍ ଟି ପିଲା ଅଛ, ତୁମେ 50 ଯିବ। ଠିକ୍ ଅଛି, 50ରୁ 55 ମନେ ରଖ। ଏସ୍ ସି ପିଲା 60ରୁ 65 ଭିତରେ ବା 55ରୁ 65 ଭିତରେ, ବୁଝିପାରୁଛ। ଜେନେରାଲ୍ ପିଲା 65ରୁ 70, ବୁଝିପାରୁଛ। ଆ ଭିତରେ କଟ ଭ୍ୟାରି କରିବ। ଠିକ୍ ଅଛି, ଆଉ ମୁଁ ଯେଉଁ କହିଛି 70 ପହଞ୍ଚିବ, 70 ମୁଁ କହିଲି ଫାଷ୍ଟରୁ ବି ଦେଖିବ, ଯେତିକି ଭିଡ଼ିଓ କହିଛି 70 ହେଉଛି ପୁରା ସେଫ୍ ହେଇଗଲା, ବୁଝିପାରୁଛ। 65 ଜଣ ଯଦି ନର୍ମାଲ୍ 2-3 ମାର୍କ ବଢ଼ୁଛି ତ ତୁମେ ସେଫ୍ରେ ଅଛ, ନହେଲେ ନାହିଁ କିଛି କହିବନି, ରେଜଲ୍ଟ ତାପରେ ଆସିଲା ପରେ ଜଣାପଡ଼ିବ। ଠିକ୍ ଅଛି, ତୁମେ ଦେଖିବ ଭଲ କି ମୋ ସବୁ ଭିଡ଼ିଓ, ମୁଁ କେଉଁଠି କହିନି 50 ତୁମର କଟଅଫ୍ ଯିବ। ଠିକ୍ ଅଛି, ତ ଏଇଟା ଗଲା କଟଅଫ୍ କଥା। ଚାଲନ୍ତୁ ଆଉ ଜଣେ କମେଣ୍ଟ କରିଛନ୍ତି କ'ଣ, ହଁ ଇଏ ଜଣେ ମ୍ୟାଡ଼ାମ୍ କିଏ କମେଣ୍ଟ କରିଛନ୍ତି, ଏମିତି ଡେଟ୍ ଚାଲୁଥିବ ନା ଆମେ ଖାଲି ୱିକ୍କୁ ଅନେଇ ନା ରେଜଲ୍ଟକୁ ଅନେଇ ଜାଣିପାରିବୁନୁ। ସେ କହିବା କଥା କି ଏମିତି ଖାଲି ଦେଖ, କାଲିର ଭିଡ଼ିଓ ଏଇଟା, କାଲି ଏଇଟା ମୁଁ ଅପଲୋଡ଼ କରିଥିଲି ଏ ଭିଡ଼ିଓଟା। ଠିକ୍ ଅଛି, ସେ କହିଛନ୍ତି ଆମେ ୱିକ୍କି ଅନେଇବୁ ନା ରେଜଲ୍ଟ ଦେଖିବୁ। ଦେଖ ମୁଁ ତ କାଲି ବି କହିଥିଲି, ଆଜି ବି କହୁଛି, ତୁମର ଫେବୃଆରୀ ମାସ ଚାଲିଛି ବର୍ତ୍ତମାନ, ତୁମକୁ ଡିସେମ୍ବର ମୁଁ କହିଥିଲି ଡିସେମ୍ବର 31 ସୁଦ୍ଧା ନହେଲେ ଜାନୁଆରୀ 15 ସୁଦ୍ଧା। ଠିକ୍ ଅଛି, ଡିସେମ୍ବର 21 ନା ଜାନୁଆରୀ 15 ଏଇ ଦୁଇଟା ରେଜଲ୍ଟ ଆସିବା କଥା ମୁଁ ତୁମକୁ କହିଥିଲି। ଆସିକି ଜାନୁଆରୀ ସରି ଫେବୃଆରୀ ଚାଲିଲାଇ, କିନ୍ତୁ ରେଜଲ୍ଟ ଆସିଲା ନାହିଁ। ତ ଯେଉଁ ରେଜଲ୍ଟ ଆସିଲା ନାହିଁ ଜାନୁଆରୀ ମାସରେ, ତ ଫେବୃଆରୀ ହେଇଗଲା। ତ ଦେଖ ସେ 2 ମାସ ଡେରି ହେଇଗଲାଇ, ଅଲରେଡ଼ି 2 ମାସ ଭିତରେ ଏକ୍ଜାମ୍ ଦେଲାନି। କାରଣ ନଭେମ୍ବର 21ରେ ପ୍ରାୟ ଆସିଥିଲା ତୁମର ଆନ୍ସର୍ କି। ଠିକ୍ ଅଛି, ନଭେମ୍ବର 21ରୁ ଆସିକି ତୁମ ଡିସେମ୍ବର ଜାନୁଆରୀ ମାସ ଫେବୃଆରୀ ମାସ 21 ବେଳକୁ ବସିଲାଇ। ଠିକ୍ ଅଛି, ତ ଭାବ ଯେହେତୁ ଏତେ ଡେରି ହେଲାଇ, ତ କ'ଣ ପାଇଁ ହେଉଛି ନା, ଯେ ବର୍ତ୍ତମାନ ମୋତେ ଲାଗୁଛି ଯେହେତୁ ଫେବୃଆରୀ ମାସରେ 22 ଯାଏଁ ଆପ୍ଲାଏ ଅଛି, କେଉଁଟା ଆମର ଏଇ ଯେଉଁ ଚାଲିଛି ପୁଣି ରିଆପ୍ଲାଏ, ଯେଉଁ ଫରେଷ୍ଟ ଗାର୍ଡ଼ ଏକ୍ସାଇଜ୍ କନେଷ୍ଟବଳ ହେଉ ବା ଆର୍ଆଇ ଜୁନିୟର ଷ୍ଟାଣ୍ଡ ହେରିକା, ତ ତାକୁ ଆଖି ଆଗରେ ରଖି ମୋତେ ଲାଗୁଛି ତ ପ୍ରାୟ 22 ଭିତରେ ସେ ରେଜଲ୍ଟ ଦେବନି। ଠିକ୍ ଅଛି, ଯଦି 22 ଭିତରେ ନ ଦେଉଛି କେବେ ଦେବ, ଫେବୃଆରୀ 22ରୁ 28। ଠିକ୍ ଅଛି, ତ 22ରୁ 28 ତୁମକୁ ରେଜଲ୍ଟ ଦେବ ପ୍ରାୟତଃ, ଯଦି ନ ଦେଉଛି ମାର୍ଚ୍ଚ ଫାର୍ଷ୍ଟ ୱିକ୍। ତୁମେ ୱିକ୍ ହେଉଛ ରେଜଲ୍ଟ ହେଉଛ, ଦେଖ ରେଜଲ୍ଟ ଯାହା ବି ତୁମର ଆସିବ। ଠିକ୍ ଅଛି, ତାମାନେ ନୁହେଁ ରେଜଲ୍ଟ ଆସିବନି। 2 ମାସ ଡେରି ହେଲେ ମାନେ ତୁମ ସେ ମାର୍ଚ୍ଚ ଭିତରେ ଦେବ, ତାମାନେ ନୁହେଁ କି ତୁମର ଡିସେମ୍ବର ପୁଣି ଆଉଥରେ ହେବ, ସେମିତି ହେବାର ନାହିଁ। ତ ତୁମର ଅପେକ୍ଷା କର 22ରୁ 28 ଭିତରେ। ଯଦି ତୁମର 22 ଭିତରେ ଆସୁଛି ତ ଭଲ କଥା, କିନ୍ତୁ ଅସୁବିଧା କ'ଣ ହେବ ନା, ଯେଉଁମାନେ ରିଆପ୍ଲାଏ କରୁଛନ୍ତି ଫରେଷ୍ଟ ଗାର୍ଡ଼ ବା ଜୁନିୟର ଷ୍ଟାଣ୍ଡ ହେରିକା, ସେଇମାନଙ୍କୁ ସ୍ଲାଇଡ଼୍ଟା ସ୍ଲୋ ହେବ, ବୁଝିପାରୁଛ। କାଲି ବି କହୁଥିଲି, ସ୍ଲୋ ହେଲେ ସେମାନେ ଆପ୍ଲାଏ କରିବେ, ତୁମ ରେଜଲ୍ଟ କାଲି ଦେଖିପାରିବ, କିନ୍ତୁ ସେମାନେ ସ୍ଲାଇଡ୍ ସ୍ଲୋ ହେଲା ପରେ 22 ତାରିଖ ଚାଲିଗଲା ପରେ ଆଗରୁ ଦେଖିପାରିବେ। ତ ଡେଟ୍ ଏକ୍ସଟେଣ୍ଡ ବି ହେଇଛି ଆପ୍ଲାଏ ପାଇଁକା, ତାକୁ ସବୁ ଆଖି ରଖି ଦେଖିବାକୁ ଗଲେ ରେଜଲ୍ଟ ପ୍ରାୟତଃ 22ରୁ 28 ଭିତରେ ଦେବ, ନହେଲେ ମାର୍ଚ୍ଚ ଫାର୍ଷ୍ଟ ୱିକ୍। ଠିକ୍ ଅଛି, ଆଉ ତୁମର କଟଅଫ୍ କଥା ତ ମୁଁ କହିଲି ତୁମକୁ, ଯେଉଁମାନେ 70+ ରଖୁଛ ଭଲ ପ୍ରିପେୟାର ହେଇଚାଲ, 65 ରଖୁଛ ପ୍ରିପେୟାର ହେବ, କାହିଁକିନା ପୁଣି ଯେଉଁ ଆର୍ଆଇ ସେ ଯଦି ନହେଲା ବି ତୁମର ଚାଲିବ ନା। ଠିକ୍ ଅଛି, ରେଜଲ୍ଟ ତୁମକୁ କହିଲି, ସେ ଯେଉଁ ମ୍ୟାଡ଼ାମ୍ କହୁଥିଲେ କି ୱିକ୍ରୁ ଆଉ ଜାଣିପାରୁନ, ଅପେକ୍ଷା କର, କିଛି ନାହିଁ, ଆରାମସେ ରେଜଲ୍ଟ ଆସିବ ତୁମର। ଆଉ ମେନ୍ ଏକ୍ଜାମ୍ ଦେଖ, ରେଜଲ୍ଟ ଯଦି ମାର୍ଚ୍ଚ ଫାର୍ଷ୍ଟ ୱିକ୍ ହେଉଛି, ଏପ୍ରିଲ ମେ ମାସ ସୁଦ୍ଧା ମେ ମାସ ସୁଦ୍ଧା ତୁମର ମେନ୍ ଏକ୍ଜାମ୍ ହେବ, ସେଥିପାଇଁ ଟେନସନ୍ ନିଅ ନା। ଠିକ୍ ଅଛି, କିନ୍ତୁ ତୁମେ ପଢ଼ିଚାଲ, ବୁଝିପାରୁଛ, ପଢ଼ିଚାଲ। ପଢ଼ିଲେ ତୁମର କ'ଣ ନା, ଯେଉଁ ନେକ୍ସଟ ବର୍ତ୍ତମାନ ରିକ୍ରୁଟମେଣ୍ଟ ଅଛି, ତା'ର ଯେଉଁ ଗୋଟେ ଏକ୍ଜାମ୍ ହେବ, ତ ସେଇଟା ତୁମ ଫାଇଦା ହେବ ନା। କାରଣ ସେ ଗୋଟେ ଏକ୍ଜାମ୍ରେ ଆଉ ନୁହେଁ କି ତୁମ 60-65 ରହିବ, ମିନିମମ୍ 80+। ତ 80+ ରଖିବ କ୍ୱାଲିଫାଏ। ତ ତାକୁ ଆଖି ଆଗରେ ରଖି ତୁମ ମେନ୍ ଏକ୍ଜାମ୍ ପାଇଁ ପଢ଼ାପଢ଼ି କର, ଯେଉଁମାନଙ୍କର 65+ ବି ରହିଛି। ଆଉ ତୁମେ ପ୍ରିଲିମ୍ ରେଜଲ୍ଟ ଦେଖ, ଏଇ ଫେବୃଆରୀ 22 ଆସିଲେ କିଛି ଅସୁବିଧା ନାହିଁ, କିନ୍ତୁ ମୋତେ ଲାଗୁଛି ଦେବନି, ବୁଝିପାରୁଛ। କାହିଁକିନା ଯେହେତୁ ଆପ୍ଲିକେସନ୍ ଚାଲିଛି, ତ ଫେବୃଆରୀ 22 ଆସିବନି। ତୁମେ ସେଇ ଧ୍ୟାନ ରଖ, ଫେବୃଆରୀ 28ରେ ଆସିବ। ଠିକ୍ ଅଛି, ନହେଲେ ନାହିଁ ମାର୍ଚ୍ଚ ଫାର୍ଷ୍ଟ ୱିକ୍, ଏଇ ଦୁଇଟା ଡେଟ୍ ଦେଖ ଥରେ, କାରଣ ଏଇ ଦୁଇଟା ଭିତରେ ଆସିବ।
ରେଜଲ୍ଟ ଦେଖ ଆମେ ତ ପ୍ରେଡ଼ିକ୍ସନ୍ କରୁଛୁ ନାଇଁ କି ସିଓର କି ଏଇଟା ଆମେ ଅଫିସରୁ ଡାଇରେକ୍ଟ କିଛି ପାଇଛୁ କି ଦେଇଦେବୁ। କିନ୍ତୁ ମୁଁ ଯେଉଁଟା ଦେଖୁଛି ପ୍ରିଭିୟସ୍ ରେଜଲ୍ଟ ଆସିଛି କେମିତି କ'ଣ ଆସିଛି କି କେଉଁ ଆପ୍ଲାଏ ଟାଇମ୍ରେ ଆସୁଛି ନ ଆସୁଛି। ତ ଦେଖ ଗୋଟେ ଯେଉଁ ମୁଁ କହିଥିଲି ଫେବୃଆରୀ ତୁମର ନଭେମ୍ବର 20ରେ ଆସିବ ଆନ୍ସର୍ କି 20 ଭିତରେ 20ରେ ଆସିଲାନି କାହିଁକିନା 20 ଗୋଟେ ରେଜଲ୍ଟ ବାହାରିଲା ତ 21ରେ ଆସିଥିଲା। ତ ସେକୁ ଆଖିଆରେ ରଖି ଯେଉଁଦିନ କିଛି ଆପ୍ଲାଏ ହେଉଛି କି କ'ଣ ହେଉଛି ତ ତାକୁ ଆଖିଆରେ ରଖିକି ସେ ଆନ୍ସର୍ କିଟା ବା ହଉ ରେଜଲ୍ଟ ହଉ ସେ ଟିକେ ତା'ର ହିସାବରେ ଦେବ। ସେଥିପାଇଁ ଟେନସନ୍ ନେଉନି ତ ପଢ଼ାପଢ଼ି ରଖ। ପୁଣି ଯଦି କିଛି ପ୍ରୋବ୍ଲେମ୍ ହୁଏ କମେଣ୍ଟ କର କ'ଣ କେବେ କେଉଁଥିପାଇଁ କିଛି ପ୍ରୋବ୍ଲେମ୍ ହୁଏ ଯଦି କ'ଣ କମେଣ୍ଟ କର। ସେ କମେଣ୍ଟ ହିସାବରେ ପୁଣି କାଲି ଆମେ ଭିଡ଼ିଓ ଆଣିବୁ। ଓକେ ରହୁଛୁ ଜୟ ଜୟ।